ସୁନ୍ଦରଗଡ଼ ରାଜାଙ୍କର ଗଡ଼ କୁହାଯାଉଥିବାର ଗାଙ୍ଗପୁର ଗଡ଼ ଗାଁ ଏବେ ଅବହେଳିତ ଅବସ୍ଥାନେ। ଦିନ ଥିଲା ରାଜାଙ୍କର ପ୍ରଜାବାତ୍ସଲ୍ୟ ଶାସନରେ ହସ ଖୁସିରେ ଜୀବନ ଅତିବାହିତ କରୁଥିଲେ ଗାଁ ଲୋକେ ଆଉ ନିଜର ଅଭାବ ଅନଟନକୁ ରାଜାଙ୍କୁ ଜଣାଇ ନିଜର ମୌଳିକ ସୁବିଧା ପାଇପାରୁଥିଲେ। କିନ୍ତୁ ସମୟ ବଦଳି ଯାଇଛି। ଏବେ ରାଜା ନାହାନ୍ତି କି ନାହିଁ ଆଉ ରାଜାଙ୍କ ରାଜୁତି। ଅନ୍ୟପଟେ ରାଜା ରାଜୁଡ଼ା ସମୟରେ ଏହି ଗାଁର ନାଁରେ ପୁରା ସୁନ୍ଦରଗଡ଼ ଗାଙ୍ଗପୁର ଷ୍ଟେଟ୍ ନାମରେ ନାମିତ କରାଯାଇଥିଲା। ହଁ ଦର୍ଶକ ବନ୍ଧୁ, ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ କୁକୁରିଡିହି ପଞ୍ଚାୟତର ରାଜସ୍ୱ ଗ୍ରାମ ଗାଙ୍ଗପୁର ଗଡ଼ ଗାଁ କଥା। 5ଟି ୱାର୍ଡ ଯଥା କିର୍ମାଦାଣ୍ଡ, ତୁରିପଡ଼ା, କାଇଁସଜୋର, ସାପଡ଼ା ଓ ଗାଙ୍ଗପୁର ଗଡ଼ ବସ୍ତିକୁ ନେଇ ଏହି ଗାଁ। ଜନସଂଖ୍ୟା ଦେଖିବାକୁ ଗଲେ ପ୍ରାୟ 1000 ପାଖାପାଖି। ଏଠି ଆଦିବାସୀ, ହରିଜନ, କେଉଁଟ, ଡେଲକି, ଖଡ଼ିଆ, ମୁଣ୍ଡା, ଖ୍ରୀଷ୍ଟିଆନ, କୁଲତା, ଗୌଡ଼, ଭୂୟାଁ, ଝରା ସମ୍ପ୍ରଦାୟର ଅନେକ ଲୋକ ଏଠି ବସବାସ କରନ୍ତି। ଗାଁରେ ଏବେ ବି ରହିଛନ୍ତି ରାଜାଙ୍କ ଖମ୍ବାରୀର ବଂଶଜ, ଯିଏକି ରାଜାଙ୍କ କର ବା ଖଜଣା ଆଦାୟ କରନ୍ତି। ଏବେ ବି ସେହି ଗାଁରେ ରାଜାଙ୍କ 22 ଏକରରୁ ଉର୍ଦ୍ଧ୍ୱ ଜମି ରହିଛି। ରାଜା ଉଦିତ ପ୍ରତାପ ଶେଖର ଦେଓଙ୍କ ଦେହାନ୍ତ ପରେ ତାଙ୍କ ସାନ ପୁଅ ଭରଦେନ୍ଦ୍ର ପ୍ରତାପ ଶେଖର ଦେଓ ଗାଁ କଥା ବୁଝାବୁଝି କରୁଥିଲେ। ରାଜାଙ୍କ ରାଜୁତି ଥିବା ଯାଏ ଗାଁଟି ବେଶ୍ ହସଖୁସିରେ ଚାଲୁଥିଲା। କିନ୍ତୁ ଏବେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରୁ ହଜି ଯାଇଛି ଏହି ଗାଁ। ରାଜ୍ୟ ସରକାରଙ୍କ ଅନେକ ଯୋଜନାରେ ଗାଁଗୁଡ଼ିକର ଚିତ୍ର ବଦଳୁଥିଲେ ବି ଏହି ଗାଁ ଆଜି ବି ଅବହେଳିତ। ଗାଁକୁ ଯିବାକୁ ହେଲେ ଭଲ ରାସ୍ତାଟିଏ ନାହିଁ। ଗାଁର ଲୋକସଂଖ୍ୟା ଦୃଷ୍ଟିରୁ ନଳକୂପ ନାହିଁ। ମାତ୍ର ଗୋଟିଏ ସଚଳ ଆଉ 2ଟି ନଳକୂପ ଅଚଳ ପଡ଼ିଛି। ସେହିପରି ଗୋଷ୍ଠୀ କେନ୍ଦ୍ର ମଧ୍ୟ ନାହିଁ। ଅନ୍ୟପଟେ ସ୍ୱାସ୍ଥ୍ୟ ସେବା ପାଇଁ ସବଡେଗା 14 ଓ ସୁନ୍ଦରଗଡ଼ 35 କିଲୋମିଟର ଯିବାକୁ ପଡ଼ିଥାଏ। ତେବେ ଏହି ସବୁ ସମସ୍ୟା ନେଇ ଗ୍ରାମବାସୀ ବିଗତ ଦିନରେ ଅନେକ ଥର ବ୍ଲକ ବିଡିଓ ଓ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ନା ପ୍ରଶାସନିକ ଅଧିକାରୀ ନା ଜନପ୍ରତିନିଧିଙ୍କ ପାଖରେ ସମୟ ଅଛି ଏ ଗ୍ରାମବାସୀଙ୍କ ଦୁଃଖ ଶୁଣିବାକୁ। ଅନ୍ୟପଟେ ଗ୍ରାମବାସୀଙ୍କ କହିବାନୁସାରେ ନିର୍ବାଚନ ସମୟରେ ଗ୍ରାମବାସୀଙ୍କୁ ଅନେକ ଦିବାସ୍ୱପ୍ନ ଦେଖାଇଛନ୍ତି ନେତାମାନେ। ଗ୍ରାମବାସୀ କେବଳ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତିକୁ ଚାହିଁ ବସିଛନ୍ତି। କେବେ ବଦଳିବ ଗାଁର ମାନଚିତ୍ର? କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ବିଭିନ୍ନ ଗାଁ ଉନ୍ନତି ସାଧିତ ହେଉଥିବା ବେଳେ କେବେ ଏହି ଗାଙ୍ଗପୁର ଗଡ଼ ଗାଁର ଭାଗ୍ୟ ବଦଳିବ ତାହା ଦେଖିବାକୁ ବାକି ରହିଲା। ସୁନ୍ଦରଗଡ଼ରୁ କାଲୁ ସିଂଙ୍କ ରିପୋର୍ଟ, ଗାଙ୍ଗପୁର ଲାଇଭ୍। नीलमणि माझी बापांक नाला इंद्रमणि माझी आउ इटा गांगपुरगढ़ रजांकर गाँ गांगपुरगढ़ स्टेट। राजांक मानकर ना है उदित प्रताप शेखर देव, तांकर पुओ है वीरेंद्र प्रताप शेखर देव, तांकर आउ गोटे पुओ है राजेंद्र भरतेन्द्र शेखर देव। ये 2टा पुओ जाक आज्ञा एक्सपायर कर देछन। आ भरतेन्द्र शेखर देवकर पत्नी पद्मिनी शेखर देव से अच्छन। तांकर गांगपुरगढ़ स्टेट रे 22 एकड़ 7 डिसिमिल जमी अच्छे। से जमी के मते त्वरान्वित देखवा लगे मते से दायित्व देछन। आ मुझे भल भाव से जमी भी देखिक देखु से पद्मिनी शेखर देव के मुझे बुझे। आ रजांकर भग्नांश भी जे घर गुड़ाक जाता किसी भग्नांश भी बचीचे। किंतु रजांकर अमल समय जेन प्रकार तमाने शासन थिला आउ घर द्वार से थिला से प्रकार एखन वर्तमान आम गांगपुरगढ़ नीन आज्ञा। सेटा जदि तार माने आगर भला जदि किसी प्रशासन के आम जनाऊँ जदि प्रशासन किसी स्टेप नहीं करी जदि किसी करि पारते ताले बहुत सुविधा हो पारता। लोक मैंने भी से देखा के पाते भी आनंद भी रहते भी। जेन स्वास्थ्य केन्द्र है आपणकर ये स्कूल घाट गुड़ाक स्कूल गुड़ाक है रास्ता गुड़ाक जेन अच्छे इड़ाक लगे भी किसी प्रशासन जदि दृष्टिगोचर जदि करते बोले आउ बढ़िया रहता। आ गाँटा सुधरिक भी रहता, भल भाव भी रही पारते लोग। हाँ आमर जे गाँव गोटे जे मौलिक अवस्था जेन रही जाइए से मौलिक अवस्था जदि आमर जदि प्रशासन जदि टिके दृष्टिगोचर करी जदि तार जदि पुनरावृत्ति जदि करि पारते ताले ए गाँव लोग भी बहुत उपकृत भी हेते। आ लोग भी जानते राजांकर जेन थिला तांकर स्टेटा कि तांकर
କାର୍ଯ୍ୟକଳାପଟା ମାନେ ରହିପାରତା ଭଲ ଭାବେ ଆଉ ଲୋକ ବି ଆଉ ଟିକେ ଖୁସି ହେଇପାରତେ ଯେ ତାମାନେ ପ୍ରଶାସନ ଯାଉ ଆମର ମୌଳିକ ଅବସ୍ଥାଟା ବୁଝିପାରିଲେ ଆଉ ଏଖେନ ଆମକେ ସବୁ ସୁବିଧାଟା ଆମକେ ଯୋଗେଇ ଦିଆଯାଉଛେ ଆଉ ରାଜାଙ୍କର ଗାଁର ଇଜ୍ଜତ ବି ଟିକେ ରହତା ଗାଙ୍ଗପୁର ଷ୍ଟେଟ୍ ଥିଲା ବୋଲିକିରି ଲୋକ ବି ମାନି ବି ନେତେ ବା ବାହାର ଲୋକ ବି ସେଟା ମାନି ନେତେ ଜିନିଷଟା ଯାହା ବି ହଉଛେ ଗାଙ୍ଗପୁରଗଡ଼ ଷ୍ଟେଟ୍ର ରଜାଙ୍କର ଏରିଆରେ ଏଖେନ ଯାହା ପ୍ରଶାସନ ଦୃଷ୍ଟି ଦେଇଛନ୍ ଆଉ ସେଇ ଜାଗାଟା ଏଖେନ ଡେଭଲପମେଣ୍ଟ ହଉଛେ ବୋଲିକିରି କହି ବି ପାରତେ ଲୋକ। हमर गाँव रे जेतेबेले भारतेंद्र शेखर देव थिले मोर अजा बड़ुगरा कहूଥିଲେ ସେତେବେଳେ ଯେ ଇନା ରାଜାର ଯେତେବେଳେ ରାଜା ଥିଲେ ହେତକି ବେଲେ କାମ ସବୁ ହଉଥିଲା ଯେନ୍ଟା ଚାହୁଁଥିଲେ ହଉଥିଲା ଲେକିन ରାଜା ଏଖେନ୍ ଯେତେବେଳେ ନିନ हमर ଗାଁଟା ପୁରା ଅନ୍ଧରେ ପଡ଼ିଯାଇଛେ ହେଲା ଆଉ हमर ଗାଁରେ ରୋଡ଼ ରାସ୍ତା ନିନ ହାଇସ୍କୁଲ ଗୁଟେ ନିନ एमई स्कूल गुटे खोजले निन प्लस डुआघाट रास्ता निन गाधी जीवाले रास्ता निन वाटर सप्लाई निन गांगपुरगढ़ नाटा खाली गांगपुरगढ़ है आज्ञा राजार गाँ थिले काଣା हेबा लेकिन किछि निन एखन तक भी आसुत हॉस्पिटल गुटे निन एखन जिमु इन बेले सबडा 13 किलोमीटर आउ सुंदरगढ़ गले 35 किलोमीटर लाग मेडिकल पहुँचवा ले आउ काଣା कहबी कह ई दशारे पड़ी छु हमें गाँर लोग।